ଶ୍ରୋତାବନ୍ଧୁ ଆଧ୍ୟାତ୍ମିକ ପରମ୍ପରାର ଏକ ଗୂଢ଼ ଓ ଗୁରୁତ୍ୱପୂର୍ଣ୍ଣ ଦର୍ଶନ ତାହା ହେଉଛି ଶୂନ୍ୟ ସାଧନା ବା ଶୂନ୍ୟବାଦ। ଆଜି ଶୂନ୍ୟବାଦ ଉପରେ ଏକ ଆଲୋଚନା ଆପଣମାନଙ୍କ ଉଦ୍ଦେଶ୍ୟରେ, ଯାହାର ଶୀର୍ଷକ ହେଉଛି ଶୂନ୍ୟ ସାଧନା ଏକ ରହସ୍ୟ। ଆଧ୍ୟାତ୍ମିକ ପରମ୍ପରାର ଏକ ଗୂଢ଼ ତତ୍ତ୍ୱ ହେଉଛି ଶୂନ୍ୟତା ବୋଧ, ନିରାକାର ଉପାସନା। ଓଡ଼ିଶାର ଜ୍ଞାନ ମିଶ୍ରା ଭକ୍ତିଧାରା, ପଞ୍ଚସଖା ସାହିତ୍ୟ, ମହିମା ଧର୍ମ ବିଶେଷ ଭାବରେ ଏହି ସାଧନାକୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରିଛି। ଏହା ଯେତିକି ସରଳ ମନେ ହୁଏ, ସେତିକି ଗୂଢ଼, ସେତିକି ଗୁହ୍ୟ। ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଶୂନ୍ୟ ସଂହିତା, ସେଥିରେ ସେ ମତ ଦିଅନ୍ତି ସାରା ବ୍ରହ୍ମାଣ୍ଡ ଏହି ମହାଶୂନ୍ୟରୁ ସୃଷ୍ଟି। ସେଥିରେ ସେ ଉଲ୍ଲେଖ କରନ୍ତି ଶ୍ରୀ ଜଗନ୍ନାଥ ଶୂନ୍ୟ ପୁରୁଷ, ସେ ନିରାକାର ଜ୍ୟୋତି ବ୍ରହ୍ମ। ତାଙ୍କୁ ଏକ ମନ୍ତ୍ରରେ ଆହ୍ୱାନ କରାଯାଏ, ଓମ୍ ହ୍ରିଂ ବୀଜ ଶୂନ୍ୟ ବ୍ରହ୍ମ ନମଃ। এই যে ଅଣାକାର ମନ୍ତ୍ର ଓମ୍ ହ୍ରିଂ ବୀଜ ଶୂନ୍ୟ ବ୍ରହ୍ମ ନମଃ, ଆରି ମାଧ୍ୟମରେ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ଶୂନ୍ୟରେ ଅନୁଭବ କରାଯାଏ। ଶୂନ୍ୟଟି କ'ଣ, ଆମେ ତାକୁ ଆଜି ବୁଝିବା। ଶୂନ୍ୟ କହିଲେ କିଛି ନାହିଁ, ଏ କଥା ନୁହେଁ। କିଛି ନାହିଁ ମାନେ କିଛି ଅଛି, ଅର୍ଥାତ୍ ଯେଉଁଠି ଆମେ ଈଶ୍ୱରଙ୍କୁ ସାକାର ରୂପରେ ପାଉନେ ବୋଲି ମନେ କରୁଛେ, ସେଠି ନିଶ୍ଚିତ କିଛି ଅଛି, ଯାହାକି ଆମକୁ ହୁଏତ ଦୃଶ୍ୟମାନ ହେଉନାହିଁ। ଆଜି ଆମେ ଶୂନ୍ୟ କ'ଣ ତା ଉପରେ ପ୍ରଥମେ ମନେ ରଖିବା। ଜୀବତତ୍ତ୍ୱ ମାନଙ୍କ ମଧ୍ୟରେ ଭୂପୃଷ୍ଠରୁ 12 ମାଇଲ ଠାରୁ ମହାଶୂନ୍ୟ ଆରମ୍ଭ ହୁଏ। ଆଉ କେତେକ ବୈଜ୍ଞାନିକଙ୍କ ମତରେ ଭୂପୃଷ୍ଠର 120 ମାଇଲ ଠାରୁ ମହାଶୂନ୍ୟ ଆରମ୍ଭ। ହିନ୍ଦୁ ଦର୍ଶନ, ଶାସ୍ତ୍ର ଓ ପୁରାଣ ସର୍ବଦା ଏଇ ଯେଉଁ ସମୟ ଏବଂ ମହାଶୂନ୍ୟ ରହସ୍ୟ ଭେଦ ଉପରେ ଗୁରୁତ୍ୱ ପ୍ରଦାନ କରେ। ଯେମିତିକି ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ମୁଁ କହିବି, କାକ ସ୍ନାନମ୍, ବକ ଧ୍ୟାନମ୍, ଶ୍ୱାନ ନିଦ୍ରା ତଥୈବ ଚ, ଅଳ୍ପାହାରୀ ଗୃହତ୍ୟାଗୀ ବିଦ୍ୟାର୍ଥୀ ପଞ୍ଚଲକ୍ଷଣମ୍। ଯେତେବେଳେ ଗୋଟେ ଛାତ୍ରଟେ, ଶିଶୁଟେ ବିଦ୍ୟାର୍ଥୀ ଅବସ୍ଥାରେ ଥାଏ, ତାର ନିତ୍ୟ ନୈମିତିକ ଜୀବନକୁ ଶୃଙ୍ଖଳିତ କରିବା ପାଇଁ ପ୍ରାତଃ କାଳୀନ ଯେଉଁ ସ୍ନାନ, ଶୌଚ ଉପରେ ଗୁରୁତ୍ୱ ପ୍ରଦାନ କରାଯାଏ। ତେବେ ଏଇ ଯେଉଁ ଶୂନ୍ୟ ସାଧନାର କଥା ଅମୂଳକ ନୁହେଁ। 16ଶ ଶତାବ୍ଦୀ ପୂର୍ବରୁ ଆମେ ଜାଣିଛେ, 15ଶ ଶତାବ୍ଦୀରେ ଶାରଳା ଦାସଙ୍କର ଆଗମନ ହେଇଥିଲା। ମାଟିର ଭାଷାକୁ ସେ ଶାରଳା ମହାଭାରତରେ ସ୍ଥାନିତ କଲେ ଏବଂ ଲୋକମୁଖର ଭାଷାରେ ରଚିତ ହୋଇଥିଲା ମହାଭାରତ। ପରବର୍ତ୍ତୀ ସମୟରେ 16ଶ ଶତାବ୍ଦୀର କବିଗଣ ତାଙ୍କ ଚିନ୍ତା ଓ ଚେତନାରେ ଉଭୟ ନିର୍ଗୁଣ ଏବଂ ସଗୁଣ ଈଶ୍ୱରଙ୍କୁ ସେ ମହତ୍ଵ ଦେଲେ। ଆମେ ବଳରାମ ଦାସଙ୍କର ବ୍ରହ୍ମାଣ୍ଡ ଭୂଗୋଳ, ଜଗନ୍ନାଥ ଦାସଙ୍କର ଦାରୁ ବ୍ରହ୍ମ ଗୀତା, ଅଚ୍ୟୁତାନନ୍ଦଙ୍କ ଶୂନ୍ୟ ସଂହିତା, ଯାହାକୁ ଚାରିଖାନି ବା ଶବ୍ଦ ବ୍ରହ୍ମ ସଂହିତା ମଧ୍ୟ କୁହାଯାଏ, ଯଶୋବନ୍ତଙ୍କର ଗୋବିନ୍ଦ ଚନ୍ଦ୍ର ପ୍ରେମ ଭକ୍ତି ବ୍ରହ୍ମ ଗୀତା, ଶିଶୁ ଆନନ୍ଦଙ୍କର ହେତୁ ଉଦୟ ଭାଗବତ, ସିଦ୍ଧ ବାରଙ୍ଗଙ୍କର ବ୍ରହ୍ମକୁଣ୍ଡଳୀ ଗୀତା, ଅରକ୍ଷିତ ଦାସଙ୍କର ମହିମଣ୍ଡଳ ଗୀତା, ହାଡ଼ିଦାସଙ୍କର ଅନନ୍ତ ଗୁପ୍ତ ଟୀକା, ଭୀମ ଭୋଇଙ୍କ ବ୍ରହ୍ମ ନିରୂପଣ ଗୀତା, ଏସବୁ ଗ୍ରନ୍ଥ ଗୁଡ଼ିକରେ ଈଶ୍ୱରଙ୍କୁ ଶୂନ୍ୟ ବ୍ରହ୍ମ ଭାବରେ ଆଲୋଚନା କରାଯାଇଛି। ସେ ଶୂନ୍ୟ, ପୁଣି ମହାଶୂନ୍ୟ, ପୁଣି ମଧ୍ୟ ସେ ସଗୁଣ ସାକାର ନୀଳାଚଳବାସୀ। ଯେମିତି ମୁଁ କହୁଥିଲି, ପ୍ରାଚୀନ ମୁନି ଋଷିମାନେ ଯୁଗ ଯୁଗର ସମୟକୁ ମୁହୂର୍ତ୍ତକରେ ପରିଣତ କରିବା ଜାଣିଥିଲେ। ମହାଶୂନ୍ୟର ଅକଳନ୍ତି ଦୂରତାକୁ ମୁହୂର୍ତ୍ତକ ମଧ୍ୟରେ ପାର ହେବା ଏବଂ ଏକ ଗ୍ରହରୁ ଅନ୍ୟ ଗ୍ରହକୁ ଡେଇଁ ଡେଇଁ ଯିବା ପୁରାଣରେ ଉଲ୍ଲେଖ ଅଛି। ନାରଦ ମହର୍ଷି ତାଙ୍କ ମନପବନ ଡଙ୍ଗାରେ ବସି ଚନ୍ଦ୍ରାଲୋକ ଓ ସ୍ୱର୍ଗକୁ ଯାଉଥିଲେ ବୋଲି ଅଛି। ସେ ସ୍ୱର୍ଗର ପାରିଜାତ ପୁଷ୍ପ ଆଣି ଶ୍ରୀକୃଷ୍ଣଙ୍କ ସହଧର୍ମିଣୀ ରୁକ୍ମିଣୀଙ୍କୁ ଉପହାର ଦେଇଥିବାର ବର୍ଣ୍ଣନା ପୁରାଣ ମାନଙ୍କରୁ ମିଳେ। କଳ୍ପ ମାନେ ସମୟାନ୍ତରର କଥା କଳ୍ପ ଭାବରେ ଆମେ ଆଲୋଚନା କରୁଛେ। ଆମେ ଶତାବ୍ଦୀ ଶତାବ୍ଦୀ ଧରି ଥିଲେ, ଶାରଳା ଦାସ ଥିଲେ
ତାଙ୍କ ପୂର୍ବରୁ ଚର୍ଯ୍ୟା ସାଧକ ମାନେ ଥିଲେ, 84 ସିଦ୍ଧାଚାର୍ଯ୍ୟ ଚର୍ଯ୍ୟା ଗୀତିକାର ରଚୟିତା ମାନେ ଥିଲେ, ଭଗବାନ ଗୌତମ ବୁଦ୍ଧ ସେ ତାଙ୍କର ସ୍ଥିତି ଥିଲା। ସେ ପରିନିର୍ବାଣ ଉପରେ ଯେଉଁ ମହାନିର୍ବାଣ ଉପରେ ଯେଉଁ ଦର୍ଶନ ବାଢ଼ିଛନ୍ତି ସମାଜ ପାଇଁ, ତାହା ଏବେ ବି ଯୋଗ୍ୟ ଉପଲବ୍ଧିକୁ ଧାରଣ କରିଛି। କହିବାର ଆଭିମୁଖ୍ୟ ଆମର ସଭ୍ୟତା ବହୁ ଦେବତାବାଦକୁ ଆଧାର କରି ଗଢ଼ି ଉଠିଥିଲା। ଯେମିତି ଇଜିପ୍ଟ, ସିରିଆ, ବାବିଲୋନିଆ, ଗ୍ରୀକ ଓ ରୋମାନ ମାନେ ଅତୀତରେ ବହୁ ଦେବାଦେବୀଙ୍କୁ ପୂଜା କରୁଥିଲେ। ବହୁ ଧର୍ମଯାଜକ ପୁରୋହିତଙ୍କ ମୁଖ ନିଃସୃତ ବାଣୀ ଥିଲା ସେମାନଙ୍କ ପାଇଁ ପରମ ପବିତ୍ର ଓ ପାଳନୀୟ। ମାନେ ଯେଉଁ ସମାଜରେ ବସତି ସ୍ଥାପନ କରୁଥିବା ସାମାଜିକ ମଣିଷମାନଙ୍କ ପାଇଁ ଧର୍ମୀୟ ଅନୁଷ୍ଠାନ ଗୁଡ଼ିକ ଅଭିପ୍ରେତ ଥିଲା। ଏକେଶ୍ୱରବାଦ ଥିଲା, ଯେଉଁଥିରେ କି ଧର୍ମର ନିଗୂଢ଼ ତତ୍ତ୍ୱକୁ ଗୁରୁତ୍ୱ ଦିଆଯାଉଥିଲା ଯେ ଈଶ୍ୱର ଏକେ। ତ୍ୟାଗବାଦ ଥିଲା, ଭାଗ୍ୟବାଦ ଥିଲା, ଜନ୍ମାନ୍ତରବାଦ ଥିଲା, ବହୁ ଦେବତାବାଦ ଥିଲା, ଅବତାରବାଦ ଥିଲା, ଏକେଶ୍ୱରବାଦ ଥିଲା, ଜ୍ଞାନବାଦ ଥିଲା, କର୍ମବାଦ ଥିଲା। ଶୈବ, ଶାକ୍ତ, ଗାଣପତ୍ୟ, ସୌର, ବୈଷ୍ଣବ ମତ, ବେଦକୁ ସେମାନେ କେମିତି ଗ୍ରହଣ କରିଛନ୍ତି, ଉଭୟ ଏସବୁ ଯେଉଁ ମତ ଅନୁସାରେ ବିନ୍ଦୁ ଅର୍ଥାତ୍ ବିନ୍ଦୁର ସାଧନା ଅର୍ଥାତ୍ ଶୂନ୍ୟତାର କଥା ଆସିଛି। ଆମେ ଯେତେବେଳେ କାୟା ପ୍ରବେଶ କଥା ମଧ୍ୟ କହୁ, ସେତେବେଳେ ଜଣେ ଜଣଙ୍କ ଭିତରେ ସୂକ୍ଷ୍ମ ଦେହରେ ପ୍ରବେଶ କରିପାରିବ। ଯେମିତି ପ୍ରେତାତ୍ମା କଥାଟାକୁ ଆମ ସମାଜ ଗୋଟେ ବିଶ୍ୱାସ ଭାବରେ ଗ୍ରହଣ କରେ। ଲୋକ ବିଶ୍ୱାସ ଅନୁସାରେ ଝଡ଼ା ଫୁଙ୍କା, ତନ୍ତ୍ର ମନ୍ତ୍ର, ଯନ୍ତ୍ର ଏସବୁର ପ୍ରଚଳନ ମଧ୍ୟ ରହିଛି। କବିବର ରାଧାନାଥ ରାୟ ହୁଅନ୍ତୁ, ପଞ୍ଚଦଶ ଶତାବ୍ଦୀରେ କପିଳେନ୍ଦ୍ର ଦେବଙ୍କ ରାଜତ୍ୱ ସମୟରେ ଓଡ଼ିଆ ଜାତିର ଯେଉଁ ଉଦ୍ଦୀପନାମୂଳକ ପରିବେଶ ସୃଷ୍ଟି ହୋଇଥିଲା, ତାହା ଷୋଡ଼ଶ ଶତାବ୍ଦୀ ବେଳକୁ କ୍ରମେ ହ୍ରାସ ପାଇଲା। ଗଜପତି ପ୍ରତାପ ରୁଦ୍ରଙ୍କର 1538 ଖ୍ରୀଷ୍ଟାବ୍ଦରେ ମୃତ୍ୟୁ ହେଲା। ସେହି ସମୟ ପରଠୁ ଅରାଜକତା ସୃଷ୍ଟି ହେଲା। 1540ରେ ଭୋଇ ବଂଶ ଆରମ୍ଭ ବୋଲି ଆମେ ଜାଣିଛେ ଏବଂ 1568 ପର୍ଯ୍ୟନ୍ତ ଏହା ଗତିଶୀଳ ହେଲା। 1540ରୁ 1568 ତାପରେ ଅର୍ଥାତ୍ 1568 ପରେ ଓଡ଼ିଶାର ସ୍ୱାଧୀନ ଶାସନ ସବୁ ଲୋପ ପାଇଗଲା। ଅର୍ଥାତ୍ ରାଜରାଜୁଡ଼ା ଯେଉଁ ପରିବେଶ ସେ ସବୁ ବିଲୋପ ହେଲା। ଓଡ଼ିଶା ବଙ୍ଗଳାର ମୁସଲମାନ ମାନଙ୍କ ହାତକୁ ଆସିଲା। ଏ ସମୟ ଅତ୍ୟନ୍ତ ବିଶୃଙ୍ଖଳାର ସମୟ ଥିଲା। ତେଣୁ ଲୋକ ସମାଜରେ ପରିବର୍ତ୍ତନ ପାଇଁ ଯେଉଁମାନେ ସବୁ ଥିଲେ ଯୁଗ ପୁରୁଷ, ଆମେ ଜାଣିଛେ ଯେ ଯେକୌଣସି ପରିବେଶରେ ଯେଉଁ ସମୟରେ ମଧ୍ୟ କିଛି ଅଘଟଣ ଘଟିଛି, ବିଶୃଙ୍ଖଳିତ ସ୍ଥିତି ସୃଷ୍ଟି ହେଇଛି, କେହି ନା କେହି ମହାପୁରୁଷ ଯୁଗ ପୁରୁଷ ଆବିର୍ଭୂତ ହେଇଛନ୍ତି ଏବଂ ସମାଜକୁ, ଜନତାକୁ, ଲୋକମାନଙ୍କୁ, ଲୋକ ସମାଜକୁ ବିଶେଷ ଭାବରେ ଦିଗ୍ଦର୍ଶନ ଦେଇଛନ୍ତି। ସେମିତି ଆମେ ଭାବିପାରିବା ପଞ୍ଚସଖା ଯୁଗୀୟ କବିମାନଙ୍କୁ। ସେମାନେ ଥିଲେ ମହାପୁରୁଷ। ସେମାନେ କୋଉ ଭାବରେ ମାନେ ତାଙ୍କର ସାହିତ୍ୟକୁ ପ୍ରମାଣ କରିଛନ୍ତି, ସେଥିରେ ଥିଲା ଜଣାଣ, ଭଜନ, ଚଉତିଶା, ମାଳିକା, ଜାମୁଣ୍ଡାଳି, ରଥଯାତ୍ରା ଗୀତ, ମାଳଶ୍ରୀ, ଏମିତି। ଏଇ ଯୋଉ ଭଜନ କରିବା କି ଜଣାଣ କରିବା, ତାର ଉଦ୍ଦେଶ୍ୟ କଣ ଥିଲା? ତାର ଉଦ୍ଦେଶ୍ୟ ଥିଲା ଆତ୍ମା ଶୁଦ୍ଧି, ଚେତନାର ଉର୍ଜାକୁ ଲାଭ କରିବା, ଲୋକ ଚରିତ୍ରର ଉନ୍ନତି, ଧର୍ମ ଜୀବନ ଦର୍ଶନର ବ୍ୟାଖ୍ୟା ଏବଂ ବିଶେଷ ଭାବରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନୀଳାଚଳବାସୀ ବ୍ରହ୍ମାଣ୍ଡ ଠାକୁରଙ୍କର ପ୍ରଶସ୍ତି ଗାନ। ଭକ୍ତିର ରୂପଟି ଥିଲା ଯୋଗାଶ୍ରୟୀ ଜ୍ଞାନ ମିଶ୍ରା। ଅର୍ଥାତ୍ ଯୋଗ ମଧ୍ୟ ଯୋଗ ସାଧନା ଉପରେ ଗୁରୁତ୍ୱ ଦେଉଥିଲେ ଏବଂ ଭକ୍ତି ପ୍ରବଣତା ଉପରେ। ଭକ୍ତି ଥିଲେ ହିଁ ଜଣେ ନିଷ୍ଠାପର ଭାବରେ ତାର ସେବାକୁ ସମର୍ପଣ କରିପାରେ। ତେଣୁ ଯୋଗ କେବଳ ଉଦ୍ଦେଶ୍ୟ ବିହୀନ ହୋଇକି କରାଯାଏ ନାହିଁ, କୌଣସି ଉଦ୍ଦେଶ୍ୟରେ କରାଯାଏ। ସେ ଉଦ୍ଦେଶ୍ୟଟି ହେଉଛି ନିରାକାର ବ୍ରହ୍ମଙ୍କୁ ନିଜ ଭିତରେ ଧାରଣ କରିବା ଏବଂ ତାଙ୍କ ସହିତ ବିଲୀନ ହେବା ଏବଂ ଆତ୍ମସାକ୍ଷାତକାର କରିବା। ତେବେ ଶୂନ୍ୟ ଧାରଣାକୁ ସେମାନେ ବିଶେଷ ଭାବରେ ମହତ୍ଵ ଦେଇଥିଲେ। ଷୋଡ଼ଶ ଶତାବ୍ଦୀର ଭକ୍ତି ସାହିତ୍ୟ ତିନିଟି କଥା ଉପରେ ଆଧାରିତ। ଗୋଟେ ଥିଲା ଜ୍ଞାନ, ଗୋଟେ ଥିଲା ଯୋଗ, ଗୋଟେ ଥିଲା ଭକ୍ତି। ଆମେ ଏବେ ମଧ୍ୟ ଏଇ ମୁହୂର୍ତ୍ତରେ ଏକବିଂଶ ଶତାବ୍ଦୀରେ ଦେଖିବା ଯେ ଯେଉଁମାନେ ପ୍ରତିଷ୍ଠା ଲାଭ କରିଛନ୍ତି ସାହିତ୍ୟରେ ହଉ, ବିଜ୍ଞାନ ଜଗତରେ ହଉ, ଆଧ୍ୟାତ୍ମିକତାରେ ହଉ, ସେମାନଙ୍କ ଭିତରେ ତିନିଟି କଥା ନିଶ୍ଚୟ ଅଛି। ଗୋଟେ ଅଛି ତାଙ୍କର ଜ୍ଞାନ ଗରିମା,
ଗୋଟେ ଯୋଗ କହିଲେ ତାର ଅର୍ଥ ନୁହେଁ ଆପଣ ପ୍ରାଣାୟାମ ମନ୍ତ୍ର କରିବେ। ସେ ଯୋଗର ଅର୍ଥ ହେଲା ଗୋଟେ ଅଭ୍ୟାସ, ଗୋଟେ ସୁଅଭ୍ୟାସ କଥା। ମହତ୍ ଚିନ୍ତାକୁ ଧାରଣ କରିକି ପ୍ରତିଦିନର ଅଭ୍ୟାସକୁ ଯୋଗ କୁହାଯାଏ। ଏବଂ ଯୋଗରେ ମାନସିକତା, ମଣିଷର ମନ ଅମନ ସହିତ ଏକାଗ୍ର ହବ। ଯୋଉଟା ଆମକୁ କରେଇ ଦେଉ ନାହିଁ ସେଇଟା ହଉଛି ଅମନ, ଯୋଉଟା ଆମ ମନ ଭିତରେ ସ୍ଥିରତା ଆଣୁଛି ସେଇଟା ହଉଛି ମନ। ତେଣୁ ମନ ଅମନ ଭିତରେ ସବୁବେଳେ ଯୁଦ୍ଧ ଭିତରେ ଗୋଟେ ହଉଛି ଏକାଗ୍ରତା ଆଣିବା ପାଇଁ, ସେଇଟା ତାକୁ କୁହାଯାଏ ଯୋଗ। ଆଉ ଗୋଟେ ହେଲା ଭକ୍ତି। ଭକ୍ତିର ଅର୍ଥ ହେଲା ଯେ ଆମେ ଯୋଉ ଅନୁସାରେ ଭାବ ବିହ୍ୱଳପଣକୁ କେବଳ ଈଶ୍ୱରଙ୍କ ପାଇଁ ଭାବୁଛେ, ଗୋଟେ ବିଦ୍ୟାର୍ଥୀ ପାଇଁ ଭକ୍ତିର କଥାଟା ଅଲଗା ପ୍ରକାର ପରିଭାଷିତ ହୁଏ। ଭକ୍ତି ତାର ଶ୍ରଦ୍ଧାବାନ ଲଭତେ ଜ୍ଞାନ ଭଗବତ ଗୀତାରେ କୁହାଯାଇଛି। ତେଣୁ ଶ୍ରଦ୍ଧାଳୁ ବ୍ୟକ୍ତିଟେ ସେ ଈଶ୍ୱରଙ୍କ ପାଇଁ ଶ୍ରଦ୍ଧା ହଉ, ସେ ଗୁରୁଜନଙ୍କ ପାଇଁ ହଉ, ସମାଜ ପାଇଁ ଯୋଉମାନେ ନିଷ୍ଠାପର ଭାବରେ ସମାଜସେବୀ ହେଇଛନ୍ତି, ରାଜନୀତି ପାଇଁ ଯୋଉମାନେ ସେବା କରିବା ପାଇଁ ସେବା ପରାୟଣ ମନୋବୃତ୍ତି ଧାରଣ କରୁଛନ୍ତି, ଯେକୌଣସି ପ୍ରସଙ୍ଗ କ୍ଷେତ୍ରରେ ଶ୍ରଦ୍ଧା ଥିଲେ ହିଁ ତାହା ଭକ୍ତି। ଏହାର ଆମେ ଯେତେବେଳେ ଦେଖିବା ଯେ 16 ଶତାବ୍ଦୀର କବି ବଳରାମ ଦାସ ବ୍ରହ୍ମାଣ୍ଡ ଭୂଗୋଳରେ ଲେଖିଛନ୍ତି ଯେ ଅଣାକାର ଶୂନ୍ୟ ଭୂଇଁ ତହିଁରେ ଚନ୍ଦ୍ର ସୂର୍ଯ୍ୟ ନାହିଁ, ଏ ଯେତେ ଜାଗ ଯଜ୍ଞମାନ ସେଥାନେ ନାହିଁ ଓ ଅର୍ଜୁନ, ସେ ବ୍ରହ୍ମ ରୂପ ନିର୍ବିକଳ୍ପ ଅନାଦି ପରମ ଅଗୋପ୍ୟ। ତେଣୁ ସେ ଅଗୋପ୍ୟ ଆମେ ଜାଣିଛେ ଓମିନି ପ୍ରେଜେଣ୍ଟ, ଓମିନି ପୋଟେଣ୍ଟ ଆଣ୍ଡ ଓମିନିସିଏଣ୍ଟ। ଭଗବାନ ହଉଛନ୍ତି ସର୍ବଜୀବ ଅନ୍ତର୍ବାସୀ। ଅଚ୍ୟୁତାନନ୍ଦଙ୍କର ଶୂନ୍ୟ ସଂହିତା ଗୋଟେ ଏଠି ଆମେ ଦୃଷ୍ଟାନ୍ତ ଭାବରେ ନବା, ଯାହାକି ଏକ ଦୀର୍ଘ ରଚନା। ଆମେ ଜାଣେ 29ଟି ଅଧ୍ୟାୟ ଅଛି, ସମୁଦାୟ 5760 ଧାଡ଼ି। ଆଜିର ସମୟରେ ଆମେ ଗୋଟିଏ ଘଣ୍ଟା ବସି କିଛି ଲେଖିବା ମଧ୍ୟ ଆମ ପିଲାମାନଙ୍କ ପକ୍ଷରେ ସମ୍ଭବପର ହେଉନାହିଁ। 5760 ଧାଡ଼ିର ଯୋଉ ଦୀର୍ଘ ଗ୍ରନ୍ଥ, ଯୋଉଥିରେ ଶୂନ୍ୟତାକୁ ହିଁ କେବଳ ଆଲୋଚନା କରାଯାଇଛି, ୟାକୁ ଆମେ ଆଜିର ବିଜ୍ଞାନ ଯୁଗରେ ଯୋଉଠି ଆପଣଙ୍କର ବ୍ରହ୍ମାଣ୍ଡୀକରଣ ହେଲାଣି, ବିଶ୍ୱାୟନ ହେଲାଣି, ସେଠି ଆମେ ଈଶ୍ୱର ତତ୍ତ୍ୱଟାକୁ କେମିତି ବୁଝେଇବା? ଆମେ ସମସ୍ତେ ତାକୁ ଅନ୍ଧବିଶ୍ୱାସ କହୁଛେ। ଈଶ୍ୱର ନାହାନ୍ତି ବୋଲି ହେତୁବାଦୀ ମାନେ କହୁଛନ୍ତି, ଈଶ୍ୱର ବୋଲି ଗୋଟେ କିଛି କଥା ହିଁ ନାହିଁ। କିନ୍ତୁ ପ୍ରକୃତ ପକ୍ଷେ ଯଦି ଆମେ ଝାଳରେ ପୁରା ଭିଜି ଯାଇଛେ, ଆମକୁ ଝାଳର ମୁକ୍ତି ପାଇଁ କିଛି ଉପାୟ ନାହିଁ। ଆମେ ସାଙ୍ଗେ ସାଙ୍ଗେ ଏସି ଲଗାଉଛେ କିମ୍ବା ପଙ୍ଖା ଚଲାଉଛେ, ତା ଦ୍ୱାରା ଆମ ଦେହ ଆମେ ଶୁଖି ଯାଉଛେ, ଆମେ ଥଣ୍ଡା ଅନୁଭବ କରୁଛେ। ଏଇ ଯୋଉ କଥାଟି ଘଟିଲା, ୟାକୁ ତ ଆମେ ଦେଖିପାରିଲେନି। କିଛି ଗୋଟେ ହେଲା ଯାହାଦ୍ୱାରା କି ଆମ ଭିତରୁ ଆମ ଶରୀରର ସ୍ୱେଦ ଚାଲିଗଲା। ସେଇପରି ଗୋଟେ ଅଦୃଶ୍ୟ ଅନୁଭବ ଯାହା ଆମକୁ ଧାରଣ କରିଥାଏ, ଆମ ଭିତରେ ଭଲ ମାନସିକତାଟିଏ ସୃଷ୍ଟି କରେ, ଆମକୁ କିଛି ଭଲ ମଣିଷ ଦେଖା ହୁଅନ୍ତି, ଆମେ ସେମାନଙ୍କର ସାନ୍ନିଧ୍ୟରେ ଉଚିତ ମାର୍ଗ ପନ୍ଥାକୁ ଅନୁସରଣ କରେ। ଯାହା କରଣୀୟ ଥାଏ ଆମେ ସେ ପର୍ଯ୍ୟନ୍ତ କରୁନଥାଏ, ଯେବେ ମହତ୍ ଗୁରୁଙ୍କର ଆଶ୍ରୟ ଆମେ ପାଏ ଆମକୁ ରାସ୍ତା ମିଳେ। ତେଣୁ ଏଇ ଯୋଉ ଉପଲବ୍ଧି, ଏଇ ଯୋଉ କିଛି ମଣିଷ, ଯେମିତି ଆମେ କହୁଛେ ଦସ୍ୟୁ ରତ୍ନାକର ବାଲ୍ମୀକିରେ ପରିଣତ ହେଲେ, ଏମିତି ଅନେକ ନଜିର ଅଛି। ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହେଲେ। ତାହେଲେ ଏଇ ଯୋଉ ଦୃଷ୍ଟାନ୍ତ ଗୁଡ଼ିକ ଆମ ପାଖରେ ଯଦି ନଥାନ୍ତା, ତାହେଲେ ଆମେ କେବେ ହେଲେ ବିଶ୍ୱାସ କରନ୍ତି ଯେ ମଣିଷ ଭିତରେ ସବୁବେଳେ ଉତ୍ତରଣର ଗୋଟେ ସମ୍ଭାବନାକୁ ଆମେ ବୁଝି ମଧ୍ୟ ପାରନ୍ତି ନାହିଁ। ଯଦି ଉତ୍ତରଣ ହେଇପାରୁଛି, କେହି ନା କେହି ଗୋଟେ ଅତି ଗହୀର୍ତ୍ତ ତତ୍ତ୍ୱରୁ ଆମକୁ ସମ୍ପୂର୍ଣ୍ଣ ରୂପେ ଗୂଢ଼ ତତ୍ତ୍ୱ ଆଡ଼କୁ ନେଉଛି ଏବଂ ଅନାମୟ ଜଗତ ସହିତ ଆମର ସମ୍ପର୍କ, ଆମର ସାନ୍ନିଧ୍ୟ ଆମେ ଲାଭ କରୁଛେ, ୟାକୁ ହିଁ ବୋଧହୁଏ ଈଶ୍ୱର ଭାବରେ ଆମେ ଗ୍ରହଣ କରେ। ତେବେ ଅଚ୍ୟୁତାନନ୍ଦଙ୍କର ସେଇ ଯୋଉ ଶୂନ୍ୟ ସଂହିତା, ସେଥିରେ କବିଙ୍କର ଗୋଟେ ଆଲୋଚନାମୂଳକ ଉପାଦାନ ହେଉଛି ଶୂନ୍ୟ ଧାରଣାକୁ ସ୍ପଷ୍ଟ କରିବା, ଯୋଉଥିରେ ଓମକାର ମହାଶକ୍ତି ଏକ ମହାସାଗର ବୋଲି ସେ କହିଛନ୍ତି। ଓମ୍ର ଉଚ୍ଚାରଣ ଆମକୁ ପବିତ୍ର କରେ, ମନକୁ ସମ୍ପୂର୍ଣ୍ଣ ରୂପେ ସ୍ଥିର କରେ, ତଟସ୍ଥ ଯୋଗୀରେ ଆମେ ପରିଣତ ହୁଏ। ଓମକାର ଶବ୍ଦ ତରଙ୍ଗ ଶୂନ୍ୟରୁ ଭାବ ତରଙ୍ଗ ଆକର୍ଷଣ କରିଥାଏ। ଯୋଗ ମତରେ ମଣିଷର ଭାବନା ସବୁ ତାର ନିଜସ୍ୱ ଚିନ୍ତନ ନୁହେଁ। ଆମେ ଯଦି କୌଣସି ଭୁଲ କାମ କରିବା ପାଇଁ, ଧରାଯାଉ ଗୋଟେ ସ୍କୁଲରେ ପାଠ ପିଲାଟି ପଢୁଛି କିମ୍ବା କଲେଜରେ ପଢୁଛି, ସିଏ ଇଚ୍ଛା କରୁଛି ମୁଁ ପଢା ବନ୍ଦ କରିକି କେମିତି ଚାଲିଯାଏ, ମୁଁ ଫିଲ୍ମ ଦେଖିବି ମୋ ସାଙ୍ଗସାଥୀଙ୍କ ସହିତ।
ସେ ସମୟରେ ତା ଭିତରେ ସେ ଫିଲ୍ମ ଦେଖିବାର ଇଚ୍ଛାଟି ହଉଛି, ପୁଣି ମଧ୍ୟ ଇଚ୍ଛା ହଉଛି ନାଇଁ ଘରେ ମୋ ମା ମୋ ବାପା ମତେ କେତେ ବିଶ୍ୱାସ କରନ୍ତି, ମତେ ପଢିବା ପାଇଁ ଛାଡିଛନ୍ତି, ଥାଉ ମୁଁ ଏ ଭୁଲ କରିବି ନାହିଁ। ଏଇ ଯୋଉ ତାର ସଂଘାତ ହେଲା, ମାନସିକ ଅନ୍ତର୍ଦ୍ୱନ୍ଦ୍ୱ ଭିତରେ ସେ ଯୋଉ ସଫଳ ହେଲା ଉଚିତ କର୍ମଟି କରିବା ପାଇଁ, ସେଇଟା ମଧ୍ୟ ଈଶ୍ୱରଙ୍କ ଦାନ। ତେଣୁ ଶବ୍ଦ ତରଙ୍ଗ ଶୂନ୍ୟରୁ ଭାବ ତରଙ୍ଗ ଆକର୍ଷଣ କରିଥାଏ। ଯେମିତି କହନ୍ତି ସଂସର୍ଗଜା ଦୋଷାଃ ଗୁଣାଃ ଭବନ୍ତି। ଯେମିତି ସଂସର୍ଗରେ ଆପଣ ରହିବେ, ଗୋଟେ ଚୋର ମାନସିକତା ରଖୁଥିବା, ଚୌର୍ଯ୍ୟ ବୃତ୍ତି କରୁଥିବା ମଣିଷ ପାଖରେ ଆପଣ ଯେତେବେଳେ ରହିବେ, ଆପଣ ସୁବିଧାବାଦୀ ହେବେ। ଆପଣଙ୍କୁ ବିନା ପରିଶ୍ରମରେ ଆପଣ ଲାଭାନ୍ୱିତ ହେଉଛନ୍ତି ଭାବିକି ଚୋରି କରିବାଟାକୁ ସହଜ ପନ୍ଥା ବୋଲି ଆମେ ମନେ କରିବା। କଷ୍ଟ କରିକି ସ୍ୱାଭିମାନରେ ବଞ୍ଚିବାର କଥା, ଯୋଉମାନେ କଷ୍ଟ କରିଛନ୍ତି, ଯୋଉମାନେ ଖାଲି ପାଦରେ ପଦଚାଳନା କରିକି ପଦବ୍ରଜରେ ଯାଇକି କୋଷ କୋଷ ମାଇଲ ଯାଇକି ଈଶ୍ୱରଙ୍କୁ ଭେଟିଛନ୍ତି ବା ନୀଳାଚଳ ଧାମକୁ ଯାଇଛନ୍ତି। ତେଣୁ ହରିନାମେ କି ରସ ଅଛି, ପାନ କଲା ଲୋକ ସିନା ଜାଣୁଛି ବୋଲି କୁହାଯାଏ। ତେଣୁ କଷ୍ଟ ଆଉ କଷ୍ଟ କରିକି, କଷ୍ଟ କଲେ କୃଷ୍ଣ ମିଳେ ଯୋଉ କଥା କୁହାଯାଇଛି, ସେକୁ ଯିଏ ବୁଝିଛି ଆଉ ଚୌର୍ଯ୍ୟ ବୃତ୍ତି କରିକିରି ଯିଏ ସୁବିଧାରେ ଧନ ସମ୍ପତ୍ତି ଠୁଳ କରିଛି, ଏ ଉଭୟଙ୍କ ଚରିତ୍ର ଭିତରେ ବହୁତ ବିଭେଦ ଅଛି, ବହୁତ ତଫାତ ଅଛି। ତେଣୁ ସେଇ ଯୋଉ ମାନସିକତାଟା, ସେଇଟା ମଧ୍ୟ ଆକର୍ଷଣ କରେ ଜଣେ ପଜିଟିଭ ଭାଇବ୍ରେସନ ଆଉ ନେଗେଟିଭ ଭାଇବ୍ରେସନ। ତେଣୁ ସକାରାତ୍ମକ ମାନସିକତା, ନକାରାତ୍ମକ ମାନସିକତା, ସେ ସବୁ ଶୂନ୍ୟରୁ ଆସେ। ଶୂନ୍ୟ ମଣ୍ଡଳରେ ତରଙ୍ଗାୟିତ ହେଉଥିବା ଭାବ ତରଙ୍ଗ ବିଭିନ୍ନ ପରିସ୍ଥିତିରେ ମଣିଷ ଭିତରେ ସୂକ୍ଷ୍ମ ତରଙ୍ଗ ସୃଷ୍ଟି କରେ, ପ୍ରକାଶିତ ହୁଏ। ମଣିଷ ଗୋଟିଏ ରେଡିଓ ସେଟ୍ ପରି ଶୂନ୍ୟରୁ ଭାବ ଭାଷା ଆକର୍ଷଣ କରି ପ୍ରକାଶ କରେ। ଅନନ୍ତ ଭାବ ତରଙ୍ଗରୁ ବିଶୁଦ୍ଧ ଭାବ ଆକର୍ଷଣ କରେ ଏବଂ ଦୂଷିତ ଭାବ ତରଙ୍ଗରୁ ପରିଶୁଦ୍ଧ କରି ପରିବହନ କରେ। ସାଧୁ ସନ୍ଥ ମାନେ ଓମ୍ ଉଚ୍ଚାରଣ କରିବା ସମୟରେ ଶରୀରର ସମଗ୍ର ସ୍ନାୟୁମଣ୍ଡଳରେ ଏକ ଅନନୁଭୂତ କମ୍ପନ ତାଙ୍କର ସୃଷ୍ଟି ହୁଏ। ଏହା ସୁପ୍ତ ସ୍ନାୟୁମଣ୍ଡଳକୁ ଜାଗ୍ରତ କରିବା ସହିତ କ୍ରିୟାଶୀଳ କରେଇଥାଏ, ଫଳରେ ମଣିଷ ବହୁ ରୋଗ ବ୍ୟାଧିରୁ ମଧ୍ୟ ରକ୍ଷା ପାଏ। ତେଣୁ ଓମ୍ କୁ ସର୍ବବ୍ୟାଧି ହର ବୋଲି କୁହାଯାଇଛି। ମୁଁ କହିବାର ଆଭିମୁଖ୍ୟ ହେଲା, ଯଦି ଶୂନ୍ୟତାରୁ ଭାବତରଙ୍ଗ ଆସି ଜଣେ ଭଲ ହଉଛି ଆଉ ଜଣେ ଖରାପ ହଉଛି, ତାହେଲେ ଆମେ ଏଠି ଭାବିବା ଯେ କଣ କରାଯାଇପାରେ ଯଦି ଏଇ ଜିନିଷଟିକୁ ଆମକୁ ଦୂରେଇବା ପାଇଁ। ଏଥିପାଇଁ ବାହ୍ୟ ଶୌଚ ଉପରେ ବହୁତ ଗୁରୁତ୍ୱ ଦେଇଛି। ଆପଣ ଯୋଉଠି ଶୋଉଛନ୍ତି, ଆପଣ ଯୋଉ ଖାଦ୍ୟ ଆହରଣ କରୁଛନ୍ତି, ସେ ପ୍ରକାର ଖାଦ୍ୟ, ସେ ପ୍ରକାର ବସବାସ ପରିବେଶରେ କେମିତି ରହିବା। ଯୋଉ ଆମେ ଯୋଉ ଗୋଟେ ଗୋଟେ ଜଳ ପାତ୍ରରେ ଫୁଲକୁ ଭସେଇ ଦଉଛେ, କର୍ପୂରର ଧୂନି ଜାଳୁଛେ, ଘରକୁ ପରିଷ୍କାର କରୁଛେ, ସଜାଡ଼ିକି ଜିନିଷ ପତ୍ର ରଖିବା, ଶୃଙ୍ଖଳିତ ରଖିବା, ତାର ସେଇ ଯୋଉ କଥା ଆମ ଉପରେ ପ୍ରଭାବ ପକାଉଛି। ଭଲ ଲାଗୁଛି, ଘର ଭିତରକୁ ପଶିଗଲେ ଭଲ। ଯଦି ଏପଟ ସେପଟ ହେଇକିରି ସବୁ ବିଶୃଙ୍ଖଳିତ ଚିଜ ପଡିଥିବାର ଆମେ ଦେଖୁଛେ, ତାହେଲେ ମନଟା ବିଚଳିତ ହଉଛି। ଏସବୁର ପ୍ରଭାବ ରହିଛି। ତେଣୁ ସାତ୍ଵିକ ଭାବାପନ୍ନ ହବା ପାଇଁ, ସାତ୍ଵିକ ମାନସିକତାକୁ ଧାରଣ କରିବା ପାଇଁ ଆମକୁ ସେମିତି ପରିବେଶଟି ଖୋଜିବାକୁ ପଡେ। ତେଣୁ ଯାହାର ଯେମିତି, ଯାହାର ମନ ଯେଡ଼େ ତାର ପ୍ରଭୁ ତେଡ଼େ। କିଏ ଶାଳଗ୍ରାମକୁ ପଥର ବୋଲି ମନେ କରୁଛି, କିଏ ପଥରକୁ ଶାଳଗ୍ରାମ ବୋଲି ମନେ କରୁଛି, କିଏ ଗଡିଆକୁ ଗଡିଆ ବୋଲି କହୁଛି, କିଏ ଗଡିଆ ଭିତରେ ଗଙ୍ଗା ଦର୍ଶନ କରୁଛି। ତେଣୁ ଏଇ ସବୁ ହଉଛି ମନର କଥା। ଏଇ ମନ ଭିତରେ ଯୋଉ ଯାହାଙ୍କର ସ୍ଥିତି ଅଛି, ଆପଣ ମାନେ ଭିତରେ ପ୍ରଶ୍ନ ଆସୁଥିବ ଯେ ଯଦି ଆମେ ଜଣେ ନକାରାତ୍ମକ ଭାବନା ଧାରଣ କରୁଛି, ସେ କଣ ଠିକ ହେଇପାରିବ? ଠିକ ନିଶ୍ଚୟ ହେଇପାରିବ। ଯାଦୃଶୀ ଭାବନା ଯସ୍ୟମ୍ ଫଲମ୍ ଲଭତେ ତାଦୃଶୀ। ଯାହାର ମନ ଯୋଉ ଅନୁସାରେ, ତାର ପ୍ରଭୁ ସେଇ ଅନୁସାରେ, ତାର ମାନସିକତା ଅନୁସାରେ କର୍ମ ସେ କରିବ। ତାକୁ କୋଉଟା ଭଲ ଲାଗିବ, କୋଉଟା ତାକୁ ଆକର୍ଷିତ କରିବ, ସେଇଟା ତା ମାନସିକତା ଉପରେ ନିର୍ଭର କରେ। ତେଣୁ ତାକୁ ସଙ୍ଗତି ବାଛିବାକୁ ପଡିବ। ସେ କୋଉ ସଙ୍ଗରେ ସେ ରହିବ। ଦୁର୍ଜନ ସଙ୍ଗେ କଲେ ବାସ, ନିଶ୍ଚୟ ଘଟିବ ସର୍ବନାଶ। ତେଣୁ ସୁଜନ ଦୁର୍ଜନ କିଏ, ସେଇଟା ବାଛିବା ପାଇଁ ମଧ୍ୟ ସେମିତି ପରିବେଶଟି ମଧ୍ୟ ସୃଷ୍ଟି ଯିଏ କରନ୍ତି, ସେ ମଧ୍ୟ ଈଶ୍ୱର। ତେଣୁ ଆମକୁ ସମର୍ପଣ ଭାବରେ ଆଗକୁ ଆମକୁ ବଢିବାକୁ ହୁଏ। ଏବଂ ଈଶ୍ୱରଙ୍କ କୃପା ଯୋଉମାନଙ୍କ ପାଖେ ଥାଏ, ସେମାନେ ପ୍ରକୃତରେ ଦୁର୍ଜନ ମାନଙ୍କଠୁ ସ୍ୱତଃ ଦୂରେଇ ଯାଇଥାନ୍ତି। କବୀର ଦାସଙ୍କର ଦୋହା ଏଠି ସ୍ମରଣୀୟ।
ଯେତେବେଳେ କବୀରଦାସ ସମସ୍ତଙ୍କୁ ବୁଝେଇଲେ କି ତମେ ମନ୍ଦିର ଯାଉଛ, ମସଜିଦ ଯାଉଛ, କୈଳାସ ଯାଉଛ ଭଗବାନଙ୍କୁ ଦର୍ଶନ କରିବା ପାଇଁ, କିନ୍ତୁ ପ୍ରକୃତିରେ ସବୁକୁ ଖୋଜିବା ଅପେକ୍ଷା ନିଜ ଭିତରେ ତୁମେ ନିଜକୁ ଆଗ ଶୁଦ୍ଧ କରିଛ କି? ତେଣୁ ସେ କହିଛନ୍ତି ମୋ को कहाँ ढूंढे रे बंदे मैं तो तेरे पास रे, ना मैं देवल ना मैं मस्जिद ना काबे कैलाश में, ना तो कोनो क्रिया कर्म में ना योग वैराग्य में, खोजी होए तो तुरंत मिली है पल भर की तलाश में, कहे कबीर सुनो भाई साधो सब श्वासो ही श्वास में। এই जो श्वास और प्रश्वास कथा है यहाँ हूँ हठ जोगर कथा माने साधना। आमे जदि विचलित अच्छे, आमे जदि प्रभावित अच्छे बाह्य परिवेश परिस्थिति सहित स्थिरतार सहित नीरवतार सहित निजको निज भ्रुकुटी भितरे कौन से बिंदु को आपण माने ध्यान करंतु, सेठी गोटे अंधारित रूप आप देखिए, से अंधारित रूपटी महाशून्य एवं से शून्य रे नाद बिंदु रही प्रणव रही, से ही ओंकार, से ही आमर सत्ता अहम ब्रह्मोस्मि बोली सेतिकी बेले आमे ध्यान कले सेटा आसे। आश्चर्यचर्या जहाँकि डॉक्टर करुणाकर करंक द्वारा संपादित, से बौद्ध धर्मावलंबी मान श्रमण माने, आमे तो सन्यासी कहो, आमे सन्यासी हिंदू मान हुए, चर्यार साधक गण को आमे श्रमण कहवा, बौद्ध श्रमण से माने चर्या जो आचरण करती ताको मिस्टिक प्रैक्टिस बोली कहा जाए। ए कलेक्शन ऑफ क्यूरियस किंबा बुद्धिस्ट मिस्टिक सॉन्ग्स, जोटे सनातन धर्मर हठ जोग प्रदीपिका नामक एक प्रधान ग्रंथ रे अच्छी सुषुम्ना रे प्राण उड्डी जाए बोली एक बंध रही। बौद्ध श्रमण माने तांको संपर्क रे पागसाम जानजान को मतरे उड्डियान बा उड्डियान रु बौद्ध तांत्रिक मतवाद विकास पाइथिला। इंद्रभूति ज्ञान सिद्धि ग्रंथ रे प्रणिपत्य जगन्नाथम सर्वजीन परार्चितम सर्वबुद्धमयम सिद्धि व्यापिनम गगनोपमम बोली कहुई। अर्थात जगन्नाथ जीन श्रेष्ठ द्वारा पूजित सर्वबुद्धि रूपी सिद्धि व्यापी एवं आकाश तुल्य। तेणु खगेश्वर महापात्र चर्या गीतिकार आत्मावाद बा ईश्वरवाद व्यतीत सचक्र साधना प्रधान अंश ग्रहण करिछि। आमे एते निगूढ़ तत्व को न बुझिकी जदि गोटे साधारण जीवन रे बंचुथवा गोटे साधारण मनीष परि भाबिबा, आमे निश्चित रूपे सुचिता को गुरुत्व दबा। शौच आपण आमे जेतबेले खाद्य ग्रहण करूचे तापरे आमे सकाळु उठिकी दांत घसीबा, शौच हेबा, जदि सेमतिर किछि अर्थ नाही, आमे जदि आम पाखे धन र प्रतिष्ठा अच्छी, आमे जहाँ चाहिबा ता करि परिबा बोली भाबुची, जदि ए सब जिंस केवल सुचिता उपरे निर्भर करे, आको विज्ञान सहित आपण जोड़ी परिबे, आको अध्यात्मवाद सहित जोड़ी परिबे। सुचिनिष्ठता मनीष को तार चेतना को सुस्थ करे, ताको सौष्ठव दिए, ताको संपूर्ण रूपे स्थिरता दिए। तेणु उत्तरणर कथाटा को महापुरुषगण कहिଛନ୍ତି 84 सिद्ध परंपरा अंतर्भुक्त बौद्ध सहजिया साधक मानक मध्यरु अनेक थिले शून्यवादी काया साधक। कालचक्र जानी माने श्वास प्रश्वास को निरुद्ध करी, कालचक्र कहले कौन समय चक्र, ताको अतिक्रम करने को चेष्टा करुथिले। सहज जानी माने सहजरे महासुख पाइबा कथा कहूथिले, किंतु सहजठू कालचक्र जानी माने अत्यधिक कष्ट सापेक्ष योग को ग्रहण करुथिले। साधक गुरुंक साहाय्य गोटे प्राइवेट कोड को बुझीवा को चेष्टा करे। प्राइवेट कोड कहले गुरु बिना कौनसी कथा बुझी माने, गुरु ही आमे जेतेबेले कौनसी कष्ट कथा को बुझी पाने, आमे कहार साहाय्य नछे, एटा आपण हमको एटा टिके बुझे दियंतु। जी हमको से समय रे हम संशय दूर कले सी हमर से समय रो गुरु। ठीक सेमिति छुआ बेलू हमर शिक्षा अध्ययन रो जो परिवेशटी थाए, सेथरे हमें बहु गुरुंक सानिध्य लाभ करू, संस्पर्श रे आसू। सेमती गोटे उदाहरण आमे एठी दबा, जोटा कि कान्हुपाद लिखिथिले, मारिया सासू नणंद घरे साली, माँ मारिया कान्हु भइल कबाली। एठी समस्या एटा जदि साधारण भाव देखिबा, सासू नणंद को मारिदेला एवं साली को घरे रखिला,
କାହ୍ନୁ ସେ ସମସ୍ତଙ୍କୁ ମାରିକିରି ସେ ହେଲା କାପାଳିକ। ଏଇଟା ଗୋଟେ ଲୌକିକ ଅର୍ଥରେ, କିନ୍ତୁ ପ୍ରକୃତରେ ମାର ଅର୍ଥ ହେଲା ମାୟା, ଶାଶୁର ଅର୍ଥ ହେଲା ଶ୍ୱାସ ପ୍ରଶ୍ୱାସ, ନଣନ୍ଦ ହେଉଛି ଆନନ୍ଦଦାୟୀ ଯୋଉ ଇନ୍ଦ୍ରିୟ, ଆହ୍ଲାଦକାରୀ ଚିତ୍ତ। ତେଣୁ ଆତ୍ମାକୁ ଶୁଦ୍ଧ କରି ଆନନ୍ଦଦାୟୀ ଚିତ୍ତକୁ ଉର୍ଦ୍ଧାୟିତ କରି ମାୟାକୁ ପ୍ରତିହତ କରି କାହ୍ନୁ କାପାଳିକ ହେଲେ ବୋଲି ତାର ଅର୍ଥ। ତାର ଆହୁରି ମଧ୍ୟ ତତ୍ତ୍ୱକୁ ଆମେ ବୁଝେଇ ପାରିବା। ତେବେ ବିଶ୍ୱ ପ୍ରକୃତି ମହାସତ୍ତାର ଅଂଶ, ସମସ୍ତ ଜୀବ, ଉଦ୍ଭିଦ, ସଚରାଚର, ବ୍ରହ୍ମାଣ୍ଡ ସେହି ସଗୁଣ ବ୍ରହ୍ମର ରୂପ, ସର୍ବାଧିପତି, ସର୍ବଜ୍ଞ, ସର୍ବବ୍ୟାପୀ, ସେ ହିଁ ବ୍ରହ୍ମ ଶରୀର। ଏହା ନଶ୍ୱର, କ୍ଷଣସ୍ଥାୟୀ। ତେଣୁ କ୍ଷର ବ୍ରହ୍ମ, ଯାହା ମର୍ତ୍ତ୍ୟର ପ୍ରକଟ ରୂପ ଅଛି, ଯାହା ବିନାଶଶୀଳ। ପୁଣି ଯେଉଁ ମହାଶକ୍ତି, ବାକ୍ୟ ମନର ଅତୀତ ବିଶେଷଣହୀନ, ସେ ହେଉଛନ୍ତି ପରାଶକ୍ତି। ଯଦି ଦେଖିବା ଯେ ଛୁଆଟି ଯେତେବେଳେ ସଞ୍ଚରିତ ହୁଏ ମା ଗର୍ଭରେ, ମା ଗର୍ଭ ମଧ୍ୟ ଗୋଟେ ଶୂନ୍ୟ ଗର୍ଭ, ଏବଂ ଆମେ ଯେତେବେଳେ ମରିଯାଏ, ଆମକୁ ଦାହ କରାଯାଏ କିମ୍ବା କୋଉଠି କବର ଦିଆଯାଏ, ସେଥିରେ ମଧ୍ୟ ଗୋଟେ ଅନ୍ଧାରିତ ରୂପ ଅର୍ଥାତ୍ ମହାଶୂନ୍ୟକୁ ଆମେ ଚାଲିଯାଏ। ତେଣୁ ଯୋଗରେ ଶରୀର ସାଧନାର 6ଟି ଚକ୍ର ରହିଛି। ଗୋଟେ ହେଉଛି ମହାଶୂନ୍ୟ, ଗୋଟେ ହେଉଛି ନିରଞ୍ଜନ, ଗୋଟେ ହେଉଛି ନିରାଲମ୍ବ, ଅନ୍ୟଟି ହେଉଛି ଅଲେଖ, ପଞ୍ଚମଟି ହେଉଛି ନିରାଧାର, 6ଟି ହେଉଛି ସହଜାନନ୍ଦ। ଏଇ 6ଟି ଚକ୍ରର ଭିତର ଦେଇ ପ୍ରାଣ ପ୍ରବାହ ସାହାଯ୍ୟରେ କୁଣ୍ଡଳିନୀ ଶକ୍ତିକୁ ଊର୍ଦ୍ଧ୍ୱମୁଖୀ ଆମେ କରିପାରିବା। ତେଣୁ ପୂର୍ବ କାଳରେ ପ୍ରଳୟ ଜଳ ମଧ୍ୟରେ ଅଣ୍ଡ ରୂପରେ ଯେଉଁ ଆଶ୍ରୟସ୍ଥଳ ଥିଲା, ସେଥିରେ ହିରଣ୍ମୟ ବିରାଟ ପୁରୁଷ ସମ୍ପୂର୍ଣ୍ଣ ଜୀବ ଜଗତକୁ ନିଜ ଭିତରେ ସୂକ୍ଷ୍ମ ସତ୍ତାରେ ସଂଗୋପିତ କରି 1,000 ଦିବ୍ୟ ବର୍ଷ ପର୍ଯ୍ୟନ୍ତ ରହିଥିଲେ। ପରମ ପୁରୁଷ ଭଗବାନଙ୍କ ନିର୍ଦ୍ଦେଶ କ୍ରମେ ସେହି ଅଣ୍ଡ ଭିତରୁ ଆତ୍ମମୟ ବିରାଟ ପୁରୁଷ ଆବିର୍ଭୂତ ହେଲେ। ସେ ହେଲେ ଜୀବ ଜଗତର ଆତ୍ମା। ଧ୍ୱନି ତରଙ୍ଗର ବାଣୀ ରୂପ ହିଁ ମନ୍ତ୍ର, ଓଙ୍କାର ବ୍ରହ୍ମ ବୀଜ ବୋଲି ଆମେ କୁହେ। ତେଣୁ ତାହା ହିଁ ଆମ ଭିତରେ ଶୁଦ୍ଧତା ଆଣେ। ଅତୀତର ମୁନି ଋଷିମାନେ ଥିଲେ ଦିବ୍ୟ ଶବ୍ଦ ଶିଳ୍ପୀ। ସେମାନେ କେଉଁ ଶବ୍ଦ ରଖିଲେ ଅଭିନବ ଦିବ୍ୟ ଧ୍ୱନି ତରଙ୍ଗ ସୃଷ୍ଟି କରିବ, ତାହା ସେ ଜାଣିଥିଲେ। ତେଣୁ ସ୍ତବ, ସ୍ତୁତି, ମନ୍ତ୍ର, ସେ ସବୁଥିରେ ସେମାନେ ଶବ୍ଦକୁ ଗୋଟେ ପ୍ରକାର ଜାଲ ବୁଣିଲା ପରି ସେମାନେ ବୁଣୁଥିଲେ। ମହାଯୋଗୀ ଅରବିନ୍ଦ କହିଛନ୍ତି, ଆମେ ଜାଣିଛେ ସେ ଯୋଗୀରେ ରୂପାନ୍ତରିତ ହେଇଥିଲେ। ତାଙ୍କ ମତରେ ଏହି ପରିବର୍ତ୍ତନର ଧାରା ଅତ୍ୟନ୍ତ କଠିନ। ତେଣୁ ଶୂନ୍ୟ ଚେତନା ଏକ ଆଲୋକିତ ଜ୍ୟୋତିମଣ୍ଡଳ, ଯାହାର ଅବସ୍ଥାନ ମଣିଷ ଶରୀରର 21 ପୁରର ଊର୍ଦ୍ଧ୍ୱରେ। ଶରୀରରେ ପିଣ୍ଡର ଶୂନ୍ୟ ସେହି ସ୍ଥିତି ଯେଉଁଠି ସବୁ ପ୍ରକାର ମାନସିକ ଅବସ୍ଥା କେନ୍ଦ୍ରୀଭୂତ ହୋଇଥାଏ। ପିଣ୍ଡକୁ ବ୍ରହ୍ମାଣ୍ଡ ଭାବରେ ଉପଲବ୍ଧ କରିବା ସଙ୍ଗେ ସଙ୍ଗେ ଶୂନ୍ୟରୁ ଯେ ସବୁ ପ୍ରକାର ସୃଷ୍ଟି, ଶୂନ୍ୟର ଅବଧାରଣା ପାଇଁ ଯୋଗ ସାଧନା ଅନିବାର୍ଯ୍ୟ। ତେଣୁ ଏଠି ଆମେ ହାଡ଼ିପାଙ୍କର ଗୋବିନ୍ଦ ଚନ୍ଦ୍ର, ଆମେ ଜାଣିଛେ ଗୋଟେ ଲୋକପ୍ରିୟ ଗ୍ରନ୍ଥ। ବୁଦ୍ଧଙ୍କ ପରି, ଭଗବାନ ବୁଦ୍ଧଙ୍କ ପରି ଗୋବିନ୍ଦ ଚନ୍ଦ୍ର ମଧ୍ୟ ସୁଖ ସ୍ୱାଚ୍ଛନ୍ଦ୍ୟ ଛାଡ଼ିଥିଲେ। ଗୋବିନ୍ଦ ଚନ୍ଦ୍ର ଜଣେ ପ୍ରତାପଶାଳୀ ରାଜା ଥିଲେ, କିନ୍ତୁ ରାଜକୀୟ ସାଂସାରିକ ବିଳାସ ବେସନରେ ସେ ମଗ୍ନ ଥିଲେ। କିନ୍ତୁ ପରବର୍ତ୍ତୀ କାଳରେ ସେସବୁକୁ ତ୍ୟାଗ କରି ନିଜର କାମ, କ୍ରୋଧ, ଦୁଃଖ, ଆସକ୍ତି ଏସବୁ ଆବେଗକୁ, ରିପୁକୁ ଦମନ କଲେ ଏବଂ ଯୋଗୀରେ ସେ ରୂପାନ୍ତରିତ ହୋଇଥିଲେ। କବିଙ୍କ ମତରେ ଏହି ପରିବର୍ତ୍ତନ ଧାରା ଅତ୍ୟନ୍ତ କଠିନ। ଗୋବିନ୍ଦ ଚନ୍ଦ୍ରଙ୍କୁ ଏହି କଠିନ ସାଧନା ଦେଇ ଯିବାକୁ ପଡ଼ିଥିଲା। ତେଣୁ ଅମନର ସାଧନା କରିବାକୁ ପଡ଼େ। ପବନକୁ ନିରୋଧି ତୁ 10 ଦ୍ୱାର ବାଟେ, ଶୋଷିଣ ଯେ ନିଶ୍ୱାସ ତୁ ଚଳା ଉଚ୍ଚାଟେ, ଅମନ ମନ୍ଦିରେ ପଶି ମନ କର ଦୃଢ଼, ଯୋଗ ସାଧିବାରେ ପୁତା ଅତି ମହାଗାଢ଼। ଗୁରୁଙ୍କ ଆବଶ୍ୟକତା ସବୁ ମୁହୂର୍ତ୍ତରେ ଆମକୁ ସାଧନା କ୍ଷେତ୍ରରେ ରହିଛି। ଏମିତିକି ଗୋବିନ୍ଦ ଚନ୍ଦ୍ରଙ୍କର ଚାରିତ୍ରିକ ଶୁଦ୍ଧତା ପରୀକ୍ଷା କରିବା ପାଇଁ ହାଡ଼ିପା ରମ୍ଭା, ଗଣିକା, ଧନୀ, ଶୁଣ୍ଠୀ ବୋଲି ନାୟିକା କୈବର୍ତ୍ତ କନ୍ୟାମାନଙ୍କୁ ନିଯୋଗ କରିଥିଲେ, କିନ୍ତୁ ସେଥିରେ ସଫଳ ହେଇଥିଲେ। ଆମେ ଜାଣିଛେ ଗୋବିନ୍ଦ ଚନ୍ଦ୍ରଙ୍କ ପରି ଭଗବାନ ଗୌତମ ବୁଦ୍ଧ ମଧ୍ୟ ତାଙ୍କର ଶ୍ରମଣ ମାନଙ୍କ ପଛରେ ବହୁ ତାଙ୍କୁ ପରୀକ୍ଷା ନିରୀକ୍ଷା କରିବା ପାଇଁ ବହୁ ପ୍ରକାର ଯୋଉ ଆୟୋଜନ କରୁଥିଲେ। ଯଶୋବନ୍ତଙ୍କ ପ୍ରେମ ଭକ୍ତି ବ୍ରହ୍ମ ଗୀତାରେ ମଧ୍ୟ ଶୂନ୍ୟର କଥା ଅଛି। ଯେ ଶୂନ୍ୟ ପରେ ଜ୍ୟୋତି ଜାଣ, ତାପରେ ମହାଶୂନ୍ୟ ଗୁଣ, ସେ ଶୂନ୍ୟ ପରେ ଚେତନା, ଚେତନା ମଧ୍ୟ ମୋର ଠଣା, ଅଣ ଅକ୍ଷର ନିରାକାରେ, ବୁଦା ବୁଦା ପ୍ରାୟ ମୁଁ ଶୂନ୍ୟରେ। ସାଧକର ଏକାଗ୍ରତା ନିମନ୍ତେ ଜୀବ ଓ ପରମର ଅନନ୍ତ ଲୀଳାକୁ ଅନୁଭବ କରିବା କଥା। ନିତ୍ୟ କଣ ଅନିତ୍ୟ କଣ ଏସବୁକୁ ବୁଝିବାକୁ ପଡ଼ିବ। ତେବେ ପ୍ରେମ ଭକ୍ତି
ଏର ଅନୁଭବ ନିମନ୍ତେ ନିଶ୍ଚିତ ଭାବରେ ଆମେ ଶୂନ୍ୟକୁ ବୁଝିବା ଦରକାର। କାରଣ ମନଟି ଆପେ ଆଗେ ମନ ବାହାରେ ଦିଅ କାହିଁ, ମନ ପୂଜିଲେ ପୂଜା ପାଇ ନୋହିଲେ ଅପୂଜ୍ୟ ସେ ହୋଇ, ମନଟି ଅଟେ ଗୁରୁଦେବ ମନଟି ଆପେ ବାସୁଦେବ। ତ ମନ ଯେତେବେଳେ ଶୁଦ୍ଧ ହବ ସେତେବେଳେ ଭଲ ଭାବନା ଆସିବ। ତେଣୁ ଶୂନ୍ୟକୁ ଆମେ ଅନୁଭବ କରିପାରିବା ଏବଂ ମହାଶୂନ୍ୟରୁ ଆକାଶର ସୃଷ୍ଟି, ଆକାଶରୁ ପବନର ସୃଷ୍ଟି, ପବନରୁ ଅଗ୍ନି, ଅଗ୍ନିରୁ ଜଳ, ଜଳରୁ ପୃଥିବୀ, ଏସବୁର ସୃଷ୍ଟି ଅଛି। ତେଣୁ ମହାପୁରୁଷ ଅଚ୍ୟୁତାନନ୍ଦ କହିଛନ୍ତି, ଜଗନ୍ନାଥଙ୍କ ପାଇଁକା ଭକ୍ତମାନଙ୍କୁ ବୁଝେଇଛନ୍ତି ଯେ ଭକ୍ତ ତୁମର କି କରିବ ଭକ୍ତ ବୋଲରେ ଥାଅ, ଭକ୍ତ ପେଶିଲା ହସ୍ତିନାକୁ ଦୂତପଣରେ ଯାଅ। ଅର୍ଥାତ୍ ଭକ୍ତ ଯାହା ଚାହେଁ ତା ଭକ୍ତି ବଳରେ ସେ ଈଶ୍ୱରଙ୍କ ଦ୍ୱାରା ସବୁ କିଛି କରେଇ ପାରେ। ବ୍ରହ୍ମ ନିରୂପଣ ଗୀତାରେ ଭୀମ ଭୋଇଙ୍କ କଥାଟି ଆମେ ମନେ ପକେଇବା ଯେ ପରମବ୍ରହ୍ମ ଲେଖଙ୍କ ବଦଳରେ ସେ କହିଛନ୍ତି, ବନ୍ଦଇ ଯେ ଅଣାକାର ଅରୂପ ଶରୀର, ଅନାପ ଅଦେହ ପ୍ରଭୁ ମହିମା ସାଗର, ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଅଲେଖ ପୁରୁଷ, ବ୍ରହ୍ମ ନିରୂପଣ ଗୀତା କର ମୋତେ ଦୃଶ୍ୟ। ତେଣୁ ଶୂନ୍ୟ ମନ୍ଦିରେ ଯାହାଙ୍କର ବିହାର, ଯାହାଙ୍କର ରୂପରେଖ ନାହିଁ, ସେଇ ହେଉଛନ୍ତି ପରମ ନିରଞ୍ଜନ ନିରାକାର ଅଲେଖ ଶୂନ୍ୟ ମହାପୁରୁଷ, ବିରାଟ ପୁରୁଷ, ଯଜ୍ଞ ପୁରୁଷ। ତାଙ୍କୁ ସାକାର ଭାବରେ ଆମେ ନେଇପାରିବା, ତାଙ୍କୁ ନିର୍ଗୁଣ ଭାବରେ ନେଇପାରିବା। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ଶୂନ୍ୟ ସାଧନା ଏକ ରହସ୍ୟମୟ ତତ୍ତ୍ୱ ସମ୍ପର୍କରେ। ଶୂନ୍ୟ ସାଧନା ଏକ ରହସ୍ୟ। ଆଜିର ଅଡିଓଟି ଆପଣମାନଙ୍କୁ କେମିତି ଲାଗିଲା, ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।